15 ସେପ୍ଟେମ୍ବର 2023 ରେ ଏହି ଲୋମହର୍ଷକ ଘଟଣାଟି ଘଟିଥିଲା। ଗୋଟିଏ ମହିଳା ସବ୍ ଇନ୍ସପେକ୍ଟର ତାଙ୍କ ଥାନାର ଇନ୍ସପେକ୍ଟରଙ୍କ ସାମ୍ନାରେ ଠିଆ ରହିଥାନ୍ତି। ବହୁତ ବିଳମ୍ବ ହୋଇଯାଇଥାଏ। ମୁହଁରୁ କିଛି ଶବ୍ଦ ବାହାରୁ ନଥିଲା, କିନ୍ତୁ ଆଖିରେ ଲୁହ ରହିଥାଏ। ମହିଳା ସବ୍ ଇନ୍ସପେକ୍ଟର କିଛି କହିବାକୁ ଚେଷ୍ଟା କରୁଥିଲା, କିନ୍ତୁ କହିବା ଆଗରୁ ହିଁ ଇନ୍ସପେକ୍ଟର ପଚାରିଲେ, କ'ଣ ହେଲା? ଏଠାରେ ବହୁତ ସମୟ ହେଲା କାହିଁକି ଠିଆ ରହିଛ? ଏହି କଥା ଶୁଣିବା ପରେ ମହିଳା ଅଫିସର ଜଣକ କୁହନ୍ତି, ସାର୍, ବହୁତ ହେଇଗଲା, ଏବେ ଆଉ ଶୋଷଣ କରିବା ବନ୍ଦ କରିଦିଅ, ଏବେ ଆଉ ସହ୍ୟ ହେଉନି। ଯେମିତି ହିଁ ସେ ମହିଳା ସବ୍ ଇନ୍ସପେକ୍ଟର ନିଜ ଥାନାର ଇନ୍ସପେକ୍ଟରଙ୍କୁ ଏକଥା କୁହେ, ଇନ୍ସପେକ୍ଟରକୁ ରାଗ ଆସେ। ରାଗରେ ବହୁତ ଖରାପ ଗାଳି ଦିଏ। ଯେତେବେଳେ ଗାଳି ଦେଉଥାଏ ସେତେବେଳେ ମହିଳା ସବ୍ ଇନ୍ସପେକ୍ଟର କୁହେ, ସାର୍, ଆପଣ ବୁଝୁନାହାନ୍ତି, କଥା ବହୁତ ଆଗକୁ ଚାଲିଯାଇଛି। ଆପଣଙ୍କ ଛୁଆ ମୋ ଗର୍ଭରେ ବଢ଼ୁଛି, ଆଉ ଏହି କଥା ଯଦି ଆଗକୁ ଯାଇ ଦୁନିଆକୁ ଜଣାପଡ଼ିବ ତ ମାମଲା ବହୁତ ଗମ୍ଭୀର ହୋଇଯିବ। ତେଣୁ ଏହି ମ୍ୟାଟରକୁ ଏଇଠି ହିଁ ଶେଷ କରନ୍ତୁ। ଯେମିତି ହିଁ ସବ୍ ଇନ୍ସପେକ୍ଟରର ଏକଥା ଇନ୍ସପେକ୍ଟର ଶୁଣିଲା, ଏହାପରେ ସେ ନିଜ ଚେୟାରରୁ ଉଠୁଛି। ଆଉ ଚେୟାରରୁ ଉଠିଲା ପରେ ମହିଳା ଦାରୋଗାକୁ ଖୁବ୍ ଜୋରସେ ତା ପେଟକୁ ଲାତ ମାରିବାକୁ ଲାଗେ। ଏହାପରେ ମହିଳା ଅଫିସର ଭୂମିରେ ପଡ଼ିଯାଆନ୍ତି। ସେ ଉଠିବାକୁ ଚେଷ୍ଟା କରନ୍ତି, କିନ୍ତୁ ଉଠିପାରନ୍ତି ନାହିଁ, କାରଣ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହେବାକୁ ଲାଗେ ଏବଂ ସେ ହାତ ଯୋଡ଼ି ନେଉରା ହେବାକୁ ଲାଗନ୍ତି। ଏହାପରେ ଇନ୍ସପେକ୍ଟର ତାକୁ ଧରି ଡାକ୍ତରଖାନାରେ ଯାଇ ପହଞ୍ଚନ୍ତି ଏବଂ ତାର ଟ୍ରିଟମେଣ୍ଟ କରାଯାଏ। କିନ୍ତୁ ଡାକ୍ତର କୁହନ୍ତି, ତୁମ ପେଟରେ ଯେଉଁ ଛୁଆ ବଢ଼ୁଥିଲା ସେ ମରିଯାଇଛି, ଏଥିପାଇଁ ଆମକୁ ତୁମର ଗର୍ଭପାତ କରିବାକୁ ପଡ଼ିଲା। ଏହା ଶୁଣି ମହିଳା ଦରୋଗା କାନ୍ଦିବାକୁ ଲାଗନ୍ତି ଏବଂ ଇନ୍ସପେକ୍ଟର ସହ ପାଟିତୁଣ୍ଡ ହୁଏ। କିନ୍ତୁ ଏହି କଥାବାର୍ତ୍ତା ବର୍ତ୍ତମାନ ଦୁଇ ଲୋକ ପାଖରେ ଥିଲା, କିନ୍ତୁ ଆଗକୁ ଯାଇ ଡାକ୍ତରକୁ ମଧ୍ୟ ଏସବୁ ଜଣାପଡ଼ିଯାଉଛି ଏବଂ ଏହିପରି ଧୀରେ ଧୀରେ ଲୋକମାନଙ୍କ ପାଖକୁ ପହଞ୍ଚି ଯାଉଛି। ଯେତେବେଳେ ଖବରକାଗଜ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ଏସବୁ ସମସ୍ତଙ୍କ ସାମ୍ନାକୁ ଆସୁଛି, ସେହି ପ୍ରଦେଶର ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ଯେଉଁ ମହିଳା ଅନ୍ୟକୁ ନ୍ୟାୟ ଏବଂ ସୁରକ୍ଷା ଦେବାକୁ ଏପରି ବର୍ଦ୍ଦି ପିନ୍ଧିଥିଲା, କିନ୍ତୁ ସେ ନିଜେ ଶୋଷଣ ହେଉଛି। ଆଜିର ଏହି କାହାଣୀ ସେହି ମହିଳା ସବ୍ ଇନ୍ସପେକ୍ଟରର, ଆଉ ଏହି କାହାଣୀ ସେହି ଶୋଷଣ କରୁଥିବା ଇନ୍ସପେକ୍ଟରର କାହାଣୀ ଅଟେ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ଯେଉଁ ସତ ଘଟଣା, ଲୋମଟାଙ୍କୁରା ଘଟଣା ଆପଣଙ୍କୁ ଶୁଣାଇବାକୁ ଯାଉଛି, ଏହି ଘଟଣାଟି ହେଉଛି ବିହାରର ରାଜଧାନୀ ପାଟନାର। ପାଟନାରେ ଏକ ଥାନା ରହିଛି ଯାହାର ନାମ ଜନକପୁର। ଜନକପୁର ଥାନା ପାଖରେ କିଛି କ୍ୱାର୍ଟର ରହିଛି, ଆଉ ସେହି କ୍ୱାର୍ଟର ଭିତରେ ଗୋଟିଏ ମହିଳା ସବ୍ ଇନ୍ସପେକ୍ଟର ଶୋଇ ରହିଥାଏ। ସେ ଦେଖେ ତା ଦେହରେ ଗୋଟିଏ ବି କପଡ଼ା ନଥାଏ। ସେ ବିନା କପଡ଼ାରେ ପଡ଼ି ରହିଥାଏ ଏବଂ ଏପଟେ ସେପଟେ ଦେଖେ ତ ତା ନଜର ପଡ଼େ କାନ୍ଥରେ ଲାଗିଥିବା ଘଡ଼ି ଉପରକୁ ଏବଂ ସେ ଚିନ୍ତା କରେ, ଏବେ ତ କିଛି ସମୟ ପୂର୍ବରୁ ସେ ଠିକ୍ଠାକ୍ ଥିଲା, କିନ୍ତୁ ଏପରି ଏହି ଅବସ୍ଥାରେ କିପରି? ଆଉ ସେହି ସରକାରୀ କ୍ୱାର୍ଟର ମଧ୍ୟରେ ଗୋଟିଏ ଫଟୋ ବି ଲାଗିଥିଲା। ସେହି ଫଟୋ ଆଉ କାହାର ନୁହଁ, ବରଂ ତାଙ୍କ ଥାନାର ହିଁ ଇନଚାର୍ଜଙ୍କର ଥିଲା। ସେତେବେଳେ ସେ ବୁଝିଯାଏ ଯେ ସେହି ଇନଚାର୍ଜଙ୍କ ଘରେ ତାଙ୍କ ରୁମ୍ରେ ହିଁ ଅଛି। ସେତେବେଳେ ତାର ମନେ ପଡ଼େ ଯେ କିଛି ସମୟ ତଳର ହିଁ କଥା। ଏହି ଥାନାର ଇନଚାର୍ଜ କହିଥିଲା କି, ଅମିତା, ତୁମ ସହ ବହୁତ ଜରୁରୀ କାମ ଅଛି, ଗୋଟିଏ କେସ୍ ବିଷୟରେ କିଛି ଇମ୍ପୋର୍ଟାଣ୍ଟ କଥା ହେବାର ଅଛି, ତୁମେ ଟିକିଏ ଘରକୁ ଆସିବ, ସେଠି କଥା ହେବା। ଯେମିତି ହିଁ ମହିଳା ସବ୍ ଇନ୍ସପେକ୍ଟରକୁ ଏକଥା କୁହାଯାଏ ଯେ କେସ୍କୁ ନେଇ କିଛି ଇମ୍ପୋର୍ଟାଣ୍ଟ କଥାବାର୍ତ୍ତା ହେବାର ଅଛି, ସେ ସରକାରୀ କ୍ୱାର୍ଟରକୁ ଆସିଯାଏ। ସେ ସଫା ଉପରେ ବସି ରହିଥାଏ ଏବଂ ଇନ୍ସପେକ୍ଟର ଆସନ୍ତି। ଇନ୍ସପେକ୍ଟର ଜଣକ ଆସି ରୋଷେଇ ଘରକୁ ଯାଆନ୍ତି ଆଉ ସେଠି କୁହନ୍ତି, ଅମିତା, କ'ଣ ତୁମେ ଚା ପିଇବ ନା କଫି? ଅମିତା କୁହେ, ନୋ ନୋ ସାର୍, ନୋ ଥ୍ୟାଙ୍କ୍ସ। ଯେବେ ସେ କଫି ପାଇଁ ମନା କରନ୍ତି, ସେତେବେଳେ ଇନଚାର୍ଜ କୁହନ୍ତି, କିଛି କଥା ନାହିଁ, କଥାବାର୍ତ୍ତା ମଧ୍ୟରେ ଆମେ କଫି ବି ପିଇଦେବା, ତୁମେ ବ୍ୟସ୍ତ ହୁଅନି, ମୁଁ 2 ମିନିଟ୍ ମଧ୍ୟରେ କଫି ପ୍ରସ୍ତୁତ କରି ଆଣୁଛି। ଯେମିତି କଫି ପ୍ରସ୍ତୁତ ହୋଇ ଅଣାଯାଏ, ସେହି ମହିଳା ଦାରୋଗାଙ୍କୁ କଫି ଦିଆଯାଏ। ମହିଳା ଦାରୋଗା କଫି ପିଇ ସୋଫା ଉପରେ ବସି ରହିଥାଏ। ଆଉ ବସିଥିବା ସମୟରେ କେତେବେଳେ ତାକୁ ନିଦ ଆସୁଛି ତାଙ୍କୁ ମଧ୍ୟ ନିଜକୁ ଜଣାପଡ଼ିନଥାଏ। ଆଖି ଖୋଲିଲେ ତ ଜଣାପଡ଼େ ତାଙ୍କ ଥାନାର ଇନଚାର୍ଜଙ୍କ ରୁମ୍ରେ ସୋଫାରେ ସେ ନ୍ୟୁଡ୍ ଅବସ୍ଥାରେ ଥିଲା। ସେତେବେଳେ ସେ ବୁଝିଯାଆନ୍ତି ଏବଂ ତାଙ୍କ ଆଖିରୁ ଲୁହ ଝରିବାରେ ଲାଗେ, କାନ୍ଦୁଥାଏ ଏବଂ ଇନ୍ସପେକ୍ଟରକୁ କୁହେ, ସାର୍, ଆପଣଙ୍କୁ ଜଣା ନାହିଁ ଆପଣ କ'ଣ କରିଦେଲେ। ଆଉ ଯେମିତି ହିଁ ଏ କଥା ଚାଲିଥିଲା, ସେ କାନ୍ଦୁଥିଲା, ସେ ଭିତରେ ଗୋଟିଏ ସ୍ୱର ଶୋଭାଯାଏ, ଅମିତା, ବ୍ୟସ୍ତ ହେବାର କିଛି କଥା ନାହିଁ, ତୁମେ ବିନା କପଡ଼ାରେ ବହୁତ ଭଲ ଲାଗୁଛ, ବିଶ୍ୱାସ ହେଉନି ତ ଦେଖିପାର। ଯେମିତି ହିଁ ବିନା କପଡ଼ାର ଫଟୋ ଏବଂ କିଛି ଭିଡ଼ିଓ ଏହି ଥାନା ଇନଚାର୍ଜ ଦେଖାଇଲା, ତାର ପାଦ ତଳୁ ମାଟି ଖସିଯାଏ। ସେ କୁହେ, ମୋର ବୈବାହିକ ଜୀବନକୁ ନଷ୍ଟ କରିବାକୁ କାହିଁକି ଚାହୁଁଛ? ସେ କାନ୍ଦେ
ଏବଂ ପାଦ ତଳେ ପଡ଼ି ନେହୁରା ହୁଏ। କିନ୍ତୁ ଇନ୍ସପେକ୍ଟର କୁହେ ଏଠାରୁ ଏହି ବିଷୟ ବାହାରକୁ ଯଦି ଯାଏ ତାହେଲେ ଜାଣିନେବ କେବଳ ତୁମ ଚାକିରି ଯିବନି ବରଂ ତୁମ ଇଜ୍ଜତ ମଧ୍ୟ ଯିବ। ଏଥିସହ ବିବାହିତ ଜୀବନ ମଧ୍ୟ ପୁରା ନଷ୍ଟ ହୋଇଯିବ। ଏଥିପାଇଁ ମଙ୍ଗଳ ହେବ ମୁଁ ଯେମିତି କହିବି ତୁମେ ସେମିତି ହିଁ କରିବ। ସେତେବେଳେ ସେହି ମହିଳା ଦାରୋଗା ପାଖରେ ମଧ୍ୟ ଆଉ ଅନ୍ୟ ଅପସନ୍ ବଞ୍ଚି ନଥାଏ। ତାକୁ ତା ଚାକିରିକୁ ବଞ୍ଚାଇବାର ଥିଲା ଏବଂ ଏପଟେ ନିଜ ପରିବାରକୁ ମଧ୍ୟ ବଞ୍ଚାଇବାର ଥିଲା। ଏଥିପାଇଁ ସେ ଚୁପଚାପ ସେଠାରୁ ଚାଲିଗଲା ଏବଂ ତାକୁ ଲାଗୁଥିଲା ଏହି ଘଟଣାର ଆଜି ଶେଷ ଦିନ, ଆଗକୁ ଆଉ ଏପରି ହୁଏତ ହୋଇନପାରେ। କିନ୍ତୁ ତାହା ଶେଷ ନଥିଲା। ଲଗାତାର ସେ ଇନଚାର୍ଜ ଯେବେ ବି ମନ ହେଉଥିଲା ସେ ସେହି ମହିଳା ଦାରୋଗାକୁ ଡାକୁଥିଲା ଏବଂ ତାର ବଳାତ୍କାର କରୁଥିଲା। ଆଉ ସେ ମହିଳା ଜଣକ ଚାହିଁଲେ ମଧ୍ୟ କିଛି ବି କରିପାରୁନଥିଲା। ଆଉ ଏହିପରି ଅନେକ ଦିନ ଧରି ଚାଲିଥାଏ। ଏଥିମଧ୍ୟରେ ସେ ଗର୍ଭବତୀ ହୋଇଯାଏ। ଆଉ ଗର୍ଭବତୀ ହେବା ବିଷୟ ଯେତେବେଳେ ସେ ଇନ୍ସପେକ୍ଟରକୁ କୁହେ, ଇନ୍ସପେକ୍ଟର କୁହେ ତୁମେ ମୋତେ ଜାଣିନ ଯେ ମୁଁ କେତେ ପାୱାରଫୁଲ୍। ମୋତେ 3 ବର୍ଷ ହୋଇଗଲା ଏହି ଥାନାରେ ରହିବାର, ଆଉ ଏଠାରୁ ହଟାଇବା ପାଇଁ କାହାର କ୍ଷମତା ନାହିଁ। ଆଉ ଏସବୁ ଜାଣିବି ତୁମେ ମୋତେ ଏକଥା କହୁଛ। ସେତେବେଳେ ମହିଳା ଅଫିସର କୁହେ ମୁଁ ତୁମ ଛୁଆର ମାଆ ହୋଇଯାଇଛି। ମୁଁ ବର୍ତ୍ତମାନ ପ୍ରେଗନେଣ୍ଟ ହୋଇସାରିଛି। ଯେମିତି ଇନ୍ସପେକ୍ଟର ଜଣକ ଏକଥା ଶୁଣେ ତାକୁ କ୍ରୋଧ ଆସେ। ସେ ରାଗରେ ତା ପେଟକୁ ଲାତ ମାରେ ଏବଂ ତା ପେଟରେ ଥିବା ଛୁଆଟି ନଷ୍ଟ ହୋଇଯାଏ। ସେତେବେଳେ ମହିଳା ସବ୍ ଇନ୍ସପେକ୍ଟର ପାଖରେ ପ୍ରମାଣ ଥାଏ, କିନ୍ତୁ ସେ ଚିନ୍ତା କରେ ଚାଲ ଆଜି ପର୍ଯ୍ୟନ୍ତ ଯାହା ଘଟିଛି ତାକୁ ସହିନେବି, ଆଉ ଆଗକୁ ସବୁ ଠିକ୍ ହୋଇଯିବ। କିନ୍ତୁ ସେହି ଇନ୍ସପେକ୍ଟର ସୁଧୁରିବାର ନାଁ ନେଉନଥାଏ। ଏମିତି ଆଉ କିଛି ଦିନ ବିତିଯାଏ, କିନ୍ତୁ ଆଜି ପର୍ଯ୍ୟନ୍ତ ଏ କଥା କାହାକୁ ଜଣା ନଥିଲା। କିନ୍ତୁ ଦିନେ ଥାନା ଭିତରେ ହିଁ ମହିଳା ଦାରୋଗା ଆଉ ଇନ୍ସପେକ୍ଟର ମଧ୍ୟରେ ଏତେ ଜୋରରେ ପାଟିତୁଣ୍ଡ ହେବାକୁ ଲାଗେ ଯେ ଏଠାରେ ଯେତେ ଜଣ ବି କର୍ମଚାରୀ ଉପସ୍ଥିତ ଥିଲେ ସେମାନଙ୍କ ସାମ୍ନାରେ ହିଁ ପାଟିତୁଣ୍ଡ ମଧ୍ୟରେ ମହିଳା ଦାରୋଗା ସମସ୍ତଙ୍କ ସାମ୍ନାରେ ଆରମ୍ଭଠୁ ଶେଷ ଯାଏଁ ସମସ୍ତ କାହାଣୀ କହିଦିଏ। କେଜାଣି ସେଦିନ ତା ଭିତରେ ଏତେ ସାହସ କେମିତି ଆସିଯାଏ। ହୁଏତ ଏପରି ସାହସ ଯଦି ଆଗରୁ କରିଥାନ୍ତା ତ ଏତେ ଲମ୍ବା କାହାଣୀ ହିଁ ହୋଇନଥାନ୍ତା। ଯେତେବେଳେ ପାଟି ଜୋରରେ କରୁଥାଏ ଇନ୍ସପେକ୍ଟରକୁ ଲାଗେ କଥା କିଛି ଉପରକୁ ନ ଚାଲିଯାଉ ଭାବି ସୁଯୋଗ ନେଇ 30 ନଭେମ୍ବର 2023କୁ ଏଠାରୁ 6 ଦିନ ପାଇଁ ଛୁଟି କହି ଚାଲିଯାଏ। ସେ କହେ ମୁଁ 6 ଡିସେମ୍ବର 2030କୁ ଆସିଯିବି, କିନ୍ତୁ ସେ ଆଉ ଆସେନି। ଏହାପରେ ସେ ଥାନାରୁ ଲଗାତାର ଗାୟବ ରୁହେ। ଏହି ମହିଳା ଦାରୋଗା ବି ଗାୟବ ହୋଇଯାଏ। ବର୍ତ୍ତମାନ ଏସବୁ ଝଗଡ଼ା ଲୋକଙ୍କ ପାଖକୁ ପହଞ୍ଚିଯାଏ ଏବଂ ଏ ଭିତରେ ବହୁତ ଦିନ ବିତି ଯାଇଥାଏ। 15 ଜାନୁଆରୀ 2024 ପର୍ଯ୍ୟନ୍ତ ଏହି ଇନ୍ସପେକ୍ଟର ଥାନାରେ ପହଞ୍ଚେ ନାହିଁ। ଏହି ସମୟ ମଧ୍ୟରେ ଏହି ମହିଳା ଦାରୋଗା ଜଣକ ତା ପତି ଏବଂ ସମ୍ପର୍କୀୟଙ୍କ ସହ ପାଟନା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଯାଏ ଏବଂ ସେଠାରେ ପହଞ୍ଚି ପୁରା କାହାଣୀର ବୟାନ କରନ୍ତି। ସେଠାରେ ଥିବା ଉପର ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଯେ ଏକ ଥାନା ଅଧିକାରୀ ଏପରି ଘୃଣ୍ୟ କାମ କେମିତି କରିପାରନ୍ତି। ସେତେବେଳେ ଆଦେଶ ଦିଆଯାଏ ଏବଂ ଏହି ଘଟଣାର ମକଦ୍ଦମା ଆରମ୍ଭ ହୁଏ। ଏହାପରେ ସେହି ପୋଲିସ କର୍ମଚାରୀଙ୍କୁ ଟ୍ରାନ୍ସଫର କରିଦିଆଯାଏ ଏବଂ ଏହି ମାମଲାର ବିଚାର ଲାଗି ରୁହେ ଏବଂ ବିଚାର ପରେ ହିଁ ଏହାର ନିଷ୍ପତ୍ତି ନିଆଯିବ ବୋଲି ଶୁଣାଣି ହୁଏ। କିନ୍ତୁ ଯେମିତି ହିଁ ସେ ମହିଳା ଦାରୋଗା ଉଲ୍ଲେଖ କରିଛନ୍ତି ତାହା ଶୁଣିଲେ ଲାଗେ ଯେ ସେ ସମ୍ପୂର୍ଣ୍ଣ ସତ କହିଛନ୍ତି। ଯାହା ତ ସତ ତାହା ଦିନେ ନା ଦିନେ ଅବଶ୍ୟ ସାମ୍ନାକୁ ଆସିବ। କିନ୍ତୁ ଯାହା ବି ହେଲା ତାହା ବହୁତ ଖରାପ ଏବଂ ଅନ୍ୟାୟ ହୋଇଥିଲା। ଦର୍ଶକ ବନ୍ଧୁ, ଏହି ଘଟଣାଟି ଆପଣଙ୍କୁ କହିବାର ଉଦ୍ଦେଶ୍ୟ କାହାକୁ ଦୁଃଖ ଦେବା କିମ୍ବା କାହା ହୃଦୟକୁ ଆଘାତ ଦେବା ପାଇଁ ନୁହଁ, ବରଂ ଆପଣମାନଙ୍କୁ ଜାଗୃତ କରିବା, ଆପଣଙ୍କୁ ସଚେତନ କରିବା ଅଟେ। ଆପଣଙ୍କୁ ଜଣାଇ ଦେଉଛି ଯେ ଯେତେବେଳେ ବି କାହା ସହ ଅନ୍ୟାୟ ହୁଏ ପ୍ରଥମରୁ ହିଁ ପୁରା ସାହସର ସହ ସ୍ୱର ଉଠାନ୍ତୁ। ଆଉ ଯଦି ପ୍ରଥମରୁ ସ୍ୱର ନ ଉଠେ ତ ବାରମ୍ବାର ଶୋଷଣ ହେବ, ସମୟ ବିତି ଚାଲିଥିବ। ଶେଷରେ ଆଜିର ଏହି ଘଟଣା ଏଠି ଶେଷ ହୋଇଛି।